ଜୟ ଜଗନ୍ନାଥ ଜୟ ସୋମନାଥ ଭାଇ ମାନେ ଆଜି ସୋମନାଥ ଦର୍ଶନ ସଲା ଏନା ବାହାରି ଯିବା ଆମର ଗାଡ଼ି ଯୋଡ଼ି ଛାଡ଼ିକି ଆସିଛନ୍ ଅହମ୍ମଦାବାଦ ରାଜକୋଟ ମଝାମୁଝି ଆମର ରବିରାଜ ହୋଟେଲରେ ସେ ଜାଗା ନାଁଟା ତ ଜାଣିନେ ଆମେ ରବିରାଜ ହୋଟେଲ ବୋଲେ ଜାଣୁ ତ ରବିରାଜ ହୋଟେଲରେ ରଖିଦେଇକିରି ଆସିଛୁ ତ ଏଟା ଆମର ଚାଲତେ ଚାଲତେ ହିଁ ଯାଉଛୁ ଭାରି ଟେମ୍ପୁ କରିନାହିଁ ଆଇଲା ବେଳେ ଟେମ୍ପୁ କରିଥିଲୁ 100 ଟଙ୍କା ନେଇଥିଲା ଏଟା ଗଲାବେଳେ ଆମର 100-150 ମିଟର ନି ହେବ ମନ୍ଦିରରୁ ନୂଆ ବସଷ୍ଟାଣ୍ଡ ପୁରା ପାଖରେ ଅଛି ଆଉ ବସଷ୍ଟାଣ୍ଡ ପାଖରେ ନି ଆପଣଙ୍କୁ ଯଦି ଭୋଗ ଭୁଲି ଯାଇଛନ୍ ମନ୍ଦିରରୁ ଆଣବାକୁ ତ ଏଠି ବି ଭୋଗ ପାଇଁ ବନା ହେଇଛି ସେ ମନ୍ଦିର କର୍ତ୍ତୃପକ୍ଷ ତରଫରୁ ତ ଏଠୁ ବି ନେଇପାରିବେ ଆମେ ତ ମନ୍ଦିରରୁ ନେଇକି ପଳେଇ ଆସିଥିଲୁ ପୁରା ଭୋଗ ଆଉ ସବୁ ଅନଲାଇନ୍ ପେମେଣ୍ଟ ହେଉଛି ତ ଏଥିପାଇଁ ବୋଲି ଟିକେ ସାବଧାନ ହେଇକି ଆସିବେ ଟିକେଟ୍ ଫିକେଟ୍ ବି ସବୁ ଅନଲାଇନ୍ ହେଉଛି ଏଠି ଆଉ ପ୍ରାଇଭେଟ୍ ବସ୍ ଧରୁଛୁ ଭାଇମାନେ ଗଭର୍ଣ୍ଣମେଣ୍ଟ ବସ୍ ନାହିଁ ଧରବାର ଗଭର୍ଣ୍ଣମେଣ୍ଟ ବସ୍ରେ ଆମକୁ 250 ଟଙ୍କା ଲେଖା ପଡ଼ିଥିଲା ପ୍ରାଇଭେଟ୍ ବସ୍ରେ ଆମକୁ 550 ଲେଖା ପଡ଼ୁଛି ପର୍ ପର୍ସନ୍ ଆମର ଏଠୁ 250-300 କିଲୋମିଟର ରାସ୍ତା ଯେଉଁ ଜାଗା ତକ ଆମେ ଯିବୁ ଆମର ଯେଉଁ ରବିରାଜ ହୋଟେଲ ପର୍ଯ୍ୟନ୍ତ ଆଉ ସ୍ଲିପର ଭାଇ ମାନେ ଏଟା ଆପଣ ଉପର ବୋଲି ଭାବୁ ନେଇଥିବେ ଏଟା ତଳ ଉପର ସବୁ ସ୍ଲିପର ଗୁଜରାଟରେ ସବୁ ପ୍ରାଇଭେଟ୍ ବସ୍ ଡବଲ ସ୍ଲିପର ହିଁ ଥାଏ ତଳେ ବି ଆଉ ଉପରେ ବି ସ୍ଲିପର ଏଟା ଆମେ ତଳେ ହିଁ ଅଛୁ ତଳରେ ବି ସ୍ଲିପର ଅଛି ଉପରେ ବି ସ୍ଲିପର ଅଛି ସବୁ ସ୍ଲିପର ମାନେ ବସବା ଲାଗି ଇଏ ନାଇଁ ନା ଏଟା ଆମର କନଫର୍ମ ବି ଟିକେଟ୍ ନାଇଁ ନା 550 ଟଙ୍କାରେ ଆପଣମାନେ ଭାବୁଥିବେ ଯଦି କନଫର୍ମ ଟିକେଟ୍ ବି ନାହିଁ କନଫର୍ମ ଟିକେଟ୍ ହେଲେ 700-750 ଟଙ୍କା ପଡ଼ିଥିଲା ଆମକୁ ଏଟା ରାଜକୋଟ ପର୍ଯ୍ୟନ୍ତ ମାନେ ସିଟ୍ ମିଳିଛି 3ଟା ସିଟ୍ ଆମେ ଦୁଇ ଜଣ ଏଠି ଅଛୁ ଆଉ ଗୋଟେ ଭାଇ ଯେନ୍ ଅଛନ୍ ସେ ଉପର ଇଏରେ ଅଛନ୍ ସିଙ୍ଗଲ ମାନେ ସ୍ଲିପରରେ ତ ଆମକୁ 3ଟା ଯାକ ଆମେ ଖାଲି କରିବାକୁ ପଡ଼ିବ ଆମର ପହଞ୍ଚିଲା ପରେ ରାଜକୋଟ ଆଉ ଏଟା ତାର ଆଗରୁ ଚାହା ଟିକେ ପିଇବା ଲାଗି ରଖିଛୁ ଭାଇ ମାନେ ଏଇ ଛୋଟିଆ କପ୍ ଦେଖୁନ୍ 20 ଟଙ୍କା ଲେଖା ଚାହା ଆଗ ପଇସା ଦେବେ ବିଲ୍ ଆଣବେ ତାରପରେ ଯାଇକି ଚାହା ମିଳିବ 20 ଟଙ୍କାରେ ଏଠି ଛୋଟିଆ କପ୍ ଚାହା ଦେଉନ୍ ଚାହା ଟିକେ ନାସ୍ତା ଫାସ୍ତା କରିକିରି ଏଟା ଆମେ ରାଜକୋଟ ପହଞ୍ଚିଗଲୁ ଡ୍ରାଇଭର ବି ଚେଞ୍ଜ ହେଲା ଗାଡ଼ିର ଏ ଗାଡ଼ିଟା ଭାଇ ମାନେ ସୁରାଟ ଯାଉଛି ଆମର ସୋମନାଥରୁ ସୁରାଟ ଡାଇରେକ୍ଟ 700-750 କିଲୋମିଟର ପୁରା ଚଲେଇବ ଗାଡ଼ି ଆଉ ଏଟା ଫାଷ୍ଟ ବସ୍ ଥିଲା ଆମର ନାଇଟ୍ ବସ୍ ତ ଏଇଟାରେ ଏଥିପାଇଁ ବୋଲି ବସିକି ପଳେଇ ଆଇଲୁ ଆମର ରାତି ହିଁ ନେଇଥିଲା 5ଟାରୁ ଆମେ ବସ୍ ଧରିଛୁ ନା ତ 2ଟା ବେଳେ ପହଞ୍ଚିଯିବୁ ତ 2ଟା ବାଜିଗଲା ଭାଇ ମାନେ ଆଉ କରେକ୍ଟ ମାନେ 1:45ରୁ 2ଟା ଭିତରେ ପହଞ୍ଚେଇ ଦେଲେ ଆଉ ଆମର ଅଭିରାଜରେ ଆମର ଗାଡ଼ି ଦେଖି ପାରୁଥିବେ ସାଇଡ଼୍ରେ ଯେନ୍ ସାଇଡ଼୍ରେ କ୍ୟାମେରା ଲାଗିଛି ଗାଡ଼ିର ସେଇ ସାଇଡ଼୍ରେ ହିଁ ରଖିଦେଇଥିଲୁ ଆମେ ଗାଡ଼ି ଗୁଡ଼ା ସବୁ ହୋଟେଲରେ ଆଉ ଆସୁ ଆସୁକା ଗ୍ଲାସ୍ରେ ଚାହା ଟିକେ ଦିଅ ବୋଲି ଆଉ ଜାଣିଛନ୍ ନା ଭାଇ ମାନେ ଯେ ମୁଇଁ ଗ୍ଲାସ୍ ବାଟିଆ ଚାହା ପିଏ ବୋଲି ତ ସେ ଗ୍ଲାସ୍ ବାଟିଆ ନେଇ ଆଣିଦେଲେ ଚାହା ଆଉ ଆର ଦାଦା ଖାଉଛନ୍ ରୁଟି ମୁଇଁ ତ ରୁଟି ନାଇଁ ଖାଇ ଭୋକ ନାଇଁ କରବାର ରାତି 2 ପରେ ହେଇଗଲାଣି 2 ଧୂଆଁ ହେଇକି ଆସିକି ଚାହା ଟିକେ ପିଇ ଦେଉଛି ଆଉ ଗୋଟେ ଦାଦା ଯେନ୍ ଆସିଥିଲେ ତା ବେଶୀ ଥକି ଯାଇଛନ୍ ତ ସେ ଶୋଇ ପଡ଼ିଲେ ଆମର ଚାହା ପାଣି ପିଇକିରି ଆମେ ବି ଶୋଇ ପଡ଼ବା ଜୟ ଜଗନ୍ନାଥ ଜୟ ସୋମନାଥ ବ୍ଲଗ୍ କେମିତି ଲାଗଲା କମେଣ୍ଟ ମାଧ୍ୟମରେ ଜଣାଇବେ।